नमस्कार, गुड मॉर्निंग, सुप्रभात, जय आरसीएम। समस्त को बहुत बहुत धन्यवाद। सर अ, नमस्कार, जय एस एम सर। नमस्कार मैडम, समस्त को नमस्कार, जय आरसीएम। बहुत बहुत धन्यवाद। जे गोटे नुआ सकाळे आम्ही समस्ते एकाठी ହେଇଛେ, गोटे नुआ संकल्प नबा, नुआ दिग्दर्शन पाइबा, नुआ विचार को नेकी आज दिनर शुरुआत को आमे बहुत बढ़िया भाବରେ ଆମେ କରିବା, ସେଥିଲାଗି ଆମେ ଏକାଠି ହେଇଛେ। एक्चुअली ଆଜିର ଗୁରୁକୁଳ ବହୁତ ପ୍ରଭାବଶାଳୀ ଗୁରୁକୁଳ। ଆଉ ମୁଁ ବି ନିଜକୁ ନିଜେ ବହୁତ ଧନ୍ୟବାଦ ଦବାକୁ ଚାହୁଁଛି, ବା ଆ, ଆଉ ନିଜକୁ ବହୁତ ପ୍ରାଉଡ ଫିଲ୍ କରୁଛି ଯେ ମୁଁ ଏଭଳି ଗୋଟେ ସଂସ୍ଥା ସହିତ ନିଜକୁ ଇନଭଲ୍ଭ କରିଛି, ଯେଉଁଥିରେ କି ପୁରା ବିଶ୍ୱକୁ ଗୋଟେ ସୁଖ, ସମୃଦ୍ଧି, ଶାନ୍ତି, ଆ, ସୁସ୍ଥ ବାତାବରଣ ଦବାରେ ଇଏ ଆ, ବହୁତ ପ୍ରକାରର ବିଚାର ରଖୁଛି। ତ ଇଏ ଗୋଟେ ବହୁତ ବଡ଼ କଥା। ଆଜି ଶୁରୁଆତରେ ସାଇ ମହାରାଜା ମସଲା, ଯୋଉଟା କି ଅଲରେଡି ଆମର ସେବା କେନ୍ଦ୍ର ମାଧ୍ୟମରେ ସମସ୍ତଙ୍କୁ ମିଳି ସାରିଲାଣି। ମହାରାଜା ମସଲାର ଟେଷ୍ଟ ଏସବୁ କେମିତି ହେଇପାରିବ, ବା କମ ସମୟରେ ବହୁତ ଭଲ ଭଲ ଡିସ୍ ତିଆରି ହେଇପାରିବ, ସାହି ପନିର ହଉ, ଏସବୁ ଆମେ ତ ତାକୁ ବି ଦେଖିଲେ। ଦ୍ୱିତୀୟ କଥା ହଉଛି କି ଆମେ ଦେଖିଲେ କି ଭିଲୱାଡ଼ାରେ 22 ଡିସେମ୍ବର କୁ ଗୋଟେ ବହୁତ ବଡ଼ ଭବ୍ୟ ସମ୍ବର୍ଦ୍ଧନା, ବହୁତ ଯୋଉ ଆମର ରୂପାନ୍ତରଣ ଯାତ୍ରା, ତ ସେଇଟା ଗୋଟେ ନୂଆ ରୂପରେ ପୁଣି ଆଗକୁ ଆରମ୍ଭ ହବ। ସେଥିପାଇଁ କେମିତି ଯଜ୍ଞ, ଏସବୁ ବହୁତ ସାରା ଆୟୋଜନ ବି କରାଯାଉଛି ତା ପାଇଁ। ତା ପୂର୍ବରୁ 20 ତାରିଖ, 20 ଡିସେମ୍ବରରେ ଦିଲ୍ଲୀରେ ତ୍ୟାଗରାଜ ଷ୍ଟାଡିୟମରେ ବହୁତ ବଡ଼ ଆକାରରେ କରାଯାଉଛି। ତ ଇଏ ସବୁ ତ ରହୁଛି, ଆଉ ବହୁତ ବହୁତ ମାନେ ଆ, ବହୁତ ବହୁତ ସାଥୀ ଯୋଉମାନେ କି ଆ, ବହୁତ ବଡ ବଡ ପୋଜିସନରେ ମନ୍ତ୍ରୀ ହୁଅନ୍ତୁ, କିମ୍ବା ବହୁତ ବଡ ବଡ ପୋଜିସନରେ ଯୋଉମାନେ ବି ଅଛନ୍ତି, ସେମାନେ ବି ନିଜେ ଆସୁଛନ୍ତି। ଇଏ ପ୍ରକାରର ଆରସିଏମ ର ଇଏ ଯୋଉ ଅଭିଯାନ ଅଛି, ଇଏ ଅଭିଯାନରେ ସାମିଲ ହବା ପାଇଁ ସେମାନେ ଆସୁଛନ୍ତି। ସେମାନେ ବି ଜଏନ କରିକି ଏଥିରେ ସେବା କାର୍ଯ୍ୟ ଆଗକୁ ବଢେଇବା ପାଇଁ ବି ଚାହୁଁଛନ୍ତି। ତ ଆମେମାନେ ବହୁତ ବଡ଼ ସୌଭାଗ୍ୟଶାଳୀ କି ଆମେମାନେ ଆରସିଏମ ସିଷ୍ଟମ ସହିତ ଆମେ ଯୋଡ଼ି ହେଇକି ଅଛେ। ଆଉ ତା ଛଡ଼ା ଆମେ ଇଏ ଯୋଉ ଦିବ୍ୟତାର ଯୋଉ ଅନୁଭବ ଆମେ ସେତେବେଳେ ପାଇପାରିବା ଯଦି ଗୁରୁକୁଳରେ ଇନଭଲ୍ଭ ହବା ଆଉ ଲୋକଙ୍କୁ ଇନଭଲ୍ଭ କରିବା। ଯୋଉ ଯୋଉ ସାଥୀମାନେ ଆଜି ଗୁରୁକୁଳକୁ ଆସୁନାହାନ୍ତି, ଆରସିଏମ ରେ ତ ଜଏନ କରିଯାଇଛନ୍ତି, ଠିକ ଅଛି, କିନ୍ତୁ ସେଥିରେ ବହୁତ ବଡ଼ କିଛି ହେଇପାରିବନି। ବଡ଼ ହେଇପାରିବ ସେଥିରେ ଯଦି ଗୁରୁକୁଳକୁ ଆସିବା। ଆମେ ମନ ଭିତରେ ଭକ୍ତି ଅଛି। ଭକ୍ତି ସେତେବେଳେ ବହୁତ ହେଇପାରିବ ଯେତେବେଳେ ଆମେ କୌଣସି ଗୋଟେ ଭକ୍ତିମୟ କାର୍ଯ୍ୟକ୍ରମ ଯୋଉଠି ବି ହଉଛି, ସେ ଜାଗାରେ ଆମେ ଯାଇକି ନିଜେ ପ୍ରେଜେଣ୍ଟ ରହିବା। ଆମେ କୌଣସି ମନ୍ଦିରକୁ ଯିବା, କୌଣସି ଗୋଟେ ସଂସ୍ଥାକୁ ଯିବା, ଯୋଉଥିରେ କି ସେ ପ୍ରକାରର କାର୍ଯ୍ୟକ୍ରମ ହେଇପାରିବ, ସେ ପ୍ରକାରର ଚିନ୍ତାଧାରା, ସେ ପ୍ରକାରର ବିଚାର ହେଇପାରିବ। ତ ସେ ବିଚାର ହବ କୋଉଠି ନା ଗୁରୁକୁଳକୁ। ତ ଗୁରୁକୁଳକୁ ଯଦି ଆମେ ମ୍ୟାକ୍ସିମମ୍ ରୁ ମ୍ୟାକ୍ସିମମ୍ ସାଥୀଙ୍କୁ ଆମେ ଇନଭାଇଟ୍ କରିବା। ଆମେ ଜଏନିଂ ଦେଇ ଦେଇଛେ, ଠିକ ଅଛି, କିନ୍ତୁ ଜଏନିଂ ଦବା ସହିତ ତାଙ୍କୁ ଯଦି ଗୁରୁକୁଳକୁ ଆମେ ଡାକୁଛେ, ଆନ୍ତରିକତା ସହିତ ଡାକୁଛେ, ତାହେଲେ ତାଙ୍କ ପାଇଁ ଆମେ ବହୁତ ବଡ଼ ଉପକାର ଆମେ କରୁଛେ। କାଲି ସକାଳୁ ଯେତେବେଳେ ଇତିହାସ ଲେଖା ହବ, ତ ସେ ଲେଖିବେ କି ଗୁରୁକୁଳ ଯଦି ମୁଁ ନ ଆସିଥାନ୍ତି, ମୋର ଏ ବିଚାର କେବେ ହେଇନଥାନ୍ତା। ତ ସେଥିଲାଗି ଆପଣମାନଙ୍କୁ ବହୁତ ଅନୁରୋଧ ଯେ ଆପଣମାନେ ଗୁରୁକୁଳକୁ ହିଁ ଡାକନ୍ତୁ। ଟିସିଜିଙ୍କର ଆଜି ଦେଖନ୍ତୁ, ଆଜି ଲାଷ୍ଟ ପର୍ଯ୍ୟନ୍ତ ଗୁରୁକୁଳରେ 1000 ଲୋକଙ୍କର କାପାସିଟି ଫୁଲ ହେଇକି ଥିଲା, ସେ ଲାଷ୍ଟ ପର୍ଯ୍ୟନ୍ତ ବି ଫୁଲ ହେଇକି ଥିଲା। ଆଉ ୟୁଟ୍ୟୁବରେ ବି 10,000 12,000 ଲୋକ ବି ଦେଖୁଛନ୍ତି। ତ ଦେଖନ୍ତୁ, ପୁରା ହିନ୍ଦୁସ୍ତାନ ଯେତେବେଳେ ଦେଖୁଛି ଯେ ଗୋଟେ ନୂଆ ଭାରତର ନିର୍ମାଣ କରିବା ପାଇଁ, ଯୋଉଠି ଯୋଉ ଭାରତରେ କି ସମସ୍ତେ ସୁସ୍ଥ ହେଇକି ଥିବେ, ସମସ୍ତଙ୍କର ସ୍ୱାସ୍ଥ୍ୟ ବହୁତ ଭଲ ଥିବ, ଆଉ ଯୋଉ ଭାରତରେ କି ସମସ୍ତେ ସ୍ୱାବଲମ୍ବୀ ଥିବେ, ସମସ୍ତଙ୍କ ପାଖରେ ଏକ୍ସଟ୍ରା ଇନକମ୍ ଆସୁଥିବ, ଯୋଉ ଭାରତରେ କି ମହିଳାମାନେ ବି ସଶକ୍ତିକରଣ ହେଇପାରୁଥିବେ, ମହିଳାମାନଙ୍କୁ ବି ଉନ୍ନତି ହେଇପାରୁଥିବ, ସେ ପ୍ରକାରର ଗୋଟେ ଭାରତ ଇଏ ତିଆରି ହବାକୁ ଯାଉଛି। ଆଉ ଯୋଉଥିରେ କି ଆପଣମାନଙ୍କର ଅନୁଭବ, ଆପଣମାନଙ୍କର ଇନଭଲଭମେଣ୍ଟ ନିହାତି ଜରୁରୀ। ତ ସେଥିଲାଗି ଗୁରୁକୁଳକୁ ମ୍ୟାକ୍ସିମମ୍ ମ୍ୟାକ୍ସିମମ୍ ସାଥୀଙ୍କୁ ଡାକନ୍ତୁ। ତା ଛଡ଼ା ଫିଜିକାଲି ବି ଆମେ
ଗୁରୁକୁଳର ଶାଖା ବି ଆମେ କରିବା ନିହାତି ଦରକାର। ଯୋଉ ଯୋଉ ଜାଗାରେ ଅଛନ୍ତି, ଯେମିତିକି ଅମି ବାବୁ ପାଟକୁରାରେ ଅଛନ୍ତି, ସେମିତି ଭୁବନେଶ୍ୱରରେ ବି ଯୋଉମାନେ ଅଛନ୍ତି, ଯିଏ ଯୋଉଠି ବି ଅଛନ୍ତି, ସୁକାନ୍ତ ବାବୁ ଢେଙ୍କାନାଳରେ ଅଛନ୍ତି, ଆ, ତ ସେମାନେ ନିଜର ଫିଜିକାଲି ବି ଗୋଟେ ଗୁରୁକୁଳ ଶାଖା ଯଦି ପ୍ରତ୍ୟେକ ଦିନ କରିପାରନ୍ତେ ତାଙ୍କ ସୁବିଧା ଅନୁସାରେ, ତ ଗୁରୁକୁଳରେ ଯାହା ଡିସ୍କସନ ହେଲା ତାକୁ ନୋଟ୍ କରିକି ଆମେ ସେଇ ଗୁରୁକୁଳ ଶାଖାରେ ନୂଆ ନୂଆ ଲୋକଙ୍କୁ ଡାକିକି ଆମେ ଯଦି କହିବା, ତାହେଲେ ଧୀରେ ଧୀରେ ଆମ ସଂଖ୍ୟା ବି ବହୁତ ବଢିପାରିବ। ତ ସେଥିଲାଗି ଇଏ ହଉଛି ବହୁତ ବଡ କଥା। ଆଉ ଇନଫର୍ମେସନ ଯେ ଆସନ୍ତା କାଲି ଖୋର୍ଦ୍ଧାରେ ବହୁତ ବଡ ଆକାରରେ କମ୍ପାନୀ ତରଫରୁ ୟୁଏଲପି ପ୍ରୋଗ୍ରାମ କରାଯାଉଛି। ସେଥିରେ ମୁଁ ବି ନିଜେ ସାମିଲ ହେବାକୁ ଯାଉଛି, ବହୁତ ସାରା ସାଥୀ ବି ଯାଉଛନ୍ତି ସାମିଲ ହେବା ପାଇଁ। ତ ଖୋର୍ଦ୍ଧାର ଯୋଉ ଇଏ ପ୍ରକାର ଯୋଉ ପ୍ରୋଗ୍ରାମ ହଉଛି, ଇଏ ପ୍ରୋଗ୍ରାମ ଆମ ପାଇଁ ଗୋଟେ ବହୁତ ବଡ ଚିନ୍ତାଧାରା, ବହୁତ ବଡ ବିଚାର ଆସିବ। ତ ଇଏ ମୋର କହିବା କଥା ଯେ ଇଏ ଯୋଉ ସଂସ୍ଥାରେ ଆମେ ଅଛେ, ସେ ସଂସ୍ଥାର ବିଚାର ଆଉ ଆମ ବିଚାର ଯଦି ଅଲଗା ହେଇଗଲା, ତାହେଲେ କାମ ବହୁତ ଭଲ ହବ ନାହିଁ। ତ ଆମ ବିଚାରକୁ ବହୁତ ଭଲ କରିବା ପାଇଁ ତ ଆମକୁ ଇନଭଲଭମେଣ୍ଟ ନିହାତି ଜରୁରୀ। ଓକେ, ଥ୍ୟାଙ୍କ ୟୁ। ଯେମିତିକି ମୁଁ କହୁଥିଲି ଯେ ଆମମାନଙ୍କର ଭିତରେ ଏମିତି ରହିବା ଦରକାର ଯେ ଆରସିଏମ ଯେ କେବଳ ଆମକୁ ପଇସା ଦଉନି, ପଇସା ସହିତ ମାନ ସମ୍ମାନ ଇଜ୍ଜତ ବି ଦଉଛି, ଆମକୁ ଗୋଟେ ପରିଚୟ ଦଉଛି, ପୁରା ଭାରତ ବର୍ଷରେ ଗୋଟେ ପରିଚୟ ବି ଦଉଛି। ତ ୟା ମାଧ୍ୟମରେ ଆପଣଙ୍କ ନାଁରେ ବି ଲୋକ ଆପଣଙ୍କୁ ଚିହ୍ନି ପାରିବେ, ଆପଣଙ୍କର ଫେସ ରୁ ବି ଚିହ୍ନି ପାରିବେ। ତ ସେଥିଲାଗି ଚେଷ୍ଟା କରନ୍ତୁ, ସବୁଦିନେ ସମାନ ଅବସ୍ଥା ନଥାଏ କେବେ। ଚେଷ୍ଟା କରନ୍ତୁ ସମସ୍ତେ କ୍ୟାମେରା ଖୋଲିକି ବସିଲେ କଣ ହବ ନା, ଆମର ଫେସ୍ ଦେଖନ୍ତୁ, କାଲି ସକାଳୁ ତ ଆମେ ଟେକ୍ନିକାଲ ଆଚିଭର ହବା ନା ନାହିଁ। ଯୋଉ ଟ୍ରେନ ଦିଲ୍ଲୀ ଯାଉଛି, ସେଇ ଟ୍ରେନରେ ଯଦି ବସିବା ତ ଦିଲ୍ଲୀରେ ପହଞ୍ଚିବା। ଯୋଉ ଟ୍ରେନ କାଲକାଟା ଯାଉଛି, ସେଇ ଟ୍ରେନରେ ଯଦି ବସିବା ତ ଆମେ କାଲକାଟାରେ ପହଞ୍ଚିବା। ତ ଇଏ ଟ୍ରେନ ଆମର ଯାଉଛି ଯେ ଟେକ୍ନିକାଲ ଆଚିଭର ହବା ପାଇଁ, ପୁରା ହିନ୍ଦୁସ୍ତାନରେ ଗୋଟେ ନୂଆ ପରିଚୟ ସୃଷ୍ଟି କରିବା ପାଇଁ। ତ ସେ ଯୋଉ ପରିଚୟ ସୃଷ୍ଟି କରିବା, ତ ଆମକୁ ଯଦି ଆମ ଫେସକୁ ଦେଖନ୍ତୁ, ଆଜି ଆମର ପ୍ରଧାନମନ୍ତ୍ରୀଙ୍କୁ କିମ୍ବା ଆମର ରାଷ୍ଟ୍ରପତିଙ୍କର ଫଟୋ ଯଦି ଆମେ କେବେ ଦେଖିନଥିବା, ତାହେଲେ ସେ ଆମ ଘର ପାଖକୁ ଯଦି ପଳେଇ ଆସିବେ ବି ଆମେ ତାଙ୍କୁ ଚିହ୍ନି ପାରିବାନି। ତ ସେଥିଲାଗି ଆମ ଫଟୋ ଆମେ ଜାଣିବା ପାଇଁ ଚେଷ୍ଟା କରନ୍ତୁ। ଆଜି ଆଜି ନହେଲା କିଛି ଅସୁବିଧା ନାହିଁ, ଚେଷ୍ଟା କରନ୍ତୁ। କ୍ୟାମେରା ଖୋଲିକି ବସିଲେ କାଲି ଯେତେବେଳେ ଆପଣ ବହୁତ ବଡ ଲିଡର ହେଇକିରି, ଟେକ୍ନିକାଲ ଆଚିଭର ହେଇକିରି ଆପଣ ଷ୍ଟେଜ ଉପରେ ଥିବେ, ଆପଣଙ୍କୁ ହଜାର ହଜାର ଲୋକ ଶୁଣୁଥିବେ, ଗୋଟେ ନୂଆ ଭାରତର ଅଭିଯାନର ଗୋଟେ ପ୍ରଚାର ପ୍ରସାର ଆପଣ କରୁଥିବେ, ସେତେବେଳେ ବାଇ ନେମ୍ ବାଇ ଫେସ୍ ଆପଣଙ୍କୁ ଲୋକ ଚିହ୍ନୁଥିବେ, ଆପଣଙ୍କୁ ଖୁସି ହଉଥିବ। ବହୁତ ବଢିଆ କଥା। ତ ଆଜିର ବିଚାର ସମସ୍ତଙ୍କଠୁ କିଛି କିଛି ଆମେ ଶୁଣିବା। ତ ଫାଷ୍ଟ ଆମେ କ୍ୟାମେରା ଅନ୍ ଅଛି, ଅମିୟଙ୍କଠୁ ଆମେ ଷ୍ଟାର୍ଟ କରିବା। ସାର୍ ନମସ୍କାର, ପ୍ରଥମ ଜୟ ଆସେନ। ନମସ୍କାର। ଆଜିର ବିଚାରଧାରା ଆପଣ ତ ସମ୍ପୂର୍ଣ୍ଣ ଭାବରେ ବର୍ଣ୍ଣନା କରିଦେଲେ, ବହୁତ ଖୁସିର କଥା। କିନ୍ତୁ ଆଜିର ଯୋଉ ଥିଲା, ପ୍ରଥମେ ଥିଲା ଯୋଉ ଆମର ଯୋଗ ବିଷୟରେ ଥିଲା, ଯୋଉ ଆଜ୍ଞା ଚକ୍ରକୁ ଯଦି ଆମେ ଆକ୍ଟିଭେଟ କରିବା, ପର୍ଯ୍ୟାୟକ୍ରମେ ମୂଳାଧାର ଚକ୍ର ପାଖରୁ ଆକ୍ଟିଭେଟ କରିବା, ତାହେଲେ ଆମେ ବହୁତ କିଛି ନୂଆ ଚିନ୍ତାଧାରାକୁ ବଦଳେଇ, ପୁରୁଣା ଚିନ୍ତାଧାରାକୁ ବାଦ ଦେଇ ନୂଆ ଚିନ୍ତାଧାରା ସହିତ ସାମିଲ ହେଇପାରିବା। ଦ୍ୱିତୀୟ କଥା ହଉଛି କଣ କି, ପ୍ରିୟଙ୍କା ମ୍ୟାଡାମଙ୍କର ଯୋଉ ମହାରାଜା ମିକ୍ସ ମସଲା ଆସିଯାଇଛି, ସେଟା ହଉଛି ବହୁତ ଜମାନଦାର ଧମାକେଦାର ପ୍ରଡକ୍ଟ ସେ, ଯାହାକି ସେ ସବଜି ମସଲା ଥିଲା ତମ ପାଖରେ, ମ୍ୟାଜିକ ସବଜି ମସଲା ଓ ରୋଷେଇ ତଡକା ସହିତ ଇଏ ଗୋଟେ ନୂଆ ମସଲା ଆମ ପାଖରେ ଆରମ୍ଭ ହେଇଗଲା। ଏବଂ ତାକୁ ମୁଁ ନିଜେ ବି ଆଣିକି ତାକୁ ୟୁଜ, ମୋ ସେବା କେନ୍ଦ୍ରରେ ମଧ୍ୟ ଉପଲବ୍ଧ ଅଛି। ମୁଁ ତାକୁ ୟୁଜ କରୁଥିଲି ଡାଲ ଫ୍ରାଏରେ, ଏବଂ ବହୁତ ଜବରଦସ୍ତ ମସଲା, ଯୋଉ ଡାଲିରେ ଫ୍ରାଏ କରିବା ଦ୍ୱାରା ବହୁତ ଭଲ ହେଲା। ମୁଁ ତାକୁ ତ ଭଲ ଶିଖିନି, ତଥାପି କରୁ କରୁ ଦେଖିଲି କିଛି ପରିମାଣ ବହୁତ ଟେଷ୍ଟ ଆସିଲା। ଏ ତ ସେ ଗଲା। ତୃତୀୟ କଥା ହଉଛି ଯୋଉ ଗୁରୁକୁଳ କଥା ଆପଣ କହିଲେ, ସେଟା ହଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ ଅଛି। ଆମେ ଇନଭାଇଟ କରୁଛେ କିନ୍ତୁ କିଛି ଲୋକ ଖସି ଯାଉଛନ୍ତି। କିନ୍ତୁ ଗୁରୁକୁଳ ବିଷୟରେ ଆମେ ତ ବସୁଛେ, କିନ୍ତୁ ତା ସହିତ ଲେଖୁଛେ, ଲେଖିବା ସହିତ କିଛି ଆଉ ଯୋଉ ଲୋକମାନଙ୍କୁ ଯଦି ଆମେ ଗୁରୁକୁଳ ଶାଖା ଗୋଟେ ବନେଇ ପାରିବା, ସେଇଟା ହଉଛି ଗୋଟେ ଆଜି ନୂଆ ଦିଗଦର୍ଶନ ଆପଣଙ୍କ ଠାରୁ ମିଳିଲା। ସେଟା ବୋଧେ ମୁଁ ଖୁବ ଶୀଘ୍ର ଆଜି ଭିତରେ କରିବା ପାଇଁ ଚେଷ୍ଟା କରିବି। ଆପଣଙ୍କ ଟିକେ ସହଯୋଗ ଦରକାର ହେବ ସାର୍। ଚତୁର୍ଥ କଥା ହଉଛି କଣ କି ନା, ଆମର ଯୋଉ କାର୍ଯ୍ୟକ୍ରମ ସବୁ ଚାଲିଛି ଗ୍ରୋଥ ଉପରେ, ସେଥି ଉପରେ ମଧ୍ୟ ମୁଁ ତାଙ୍କୁ ମଧ୍ୟ ପ୍ରୋଗ୍ରେସ କରୁଛି। କାଲି ଲାଗି ୟୁଲି ପ୍ରୋଗ୍ରାମ ଲାଗି କାଲି ମଧ୍ୟ ମୁଁ ଭୁବନେଶ୍ୱର ପାଖାପାଖି କଟକ ଲୋକମାନଙ୍କୁ ମଧ୍ୟ ପଠେଇବା ପାଇଁ ଯତ୍ପରୋନାସ୍ତି ଚେଷ୍ଟା ଚଳାଇଛି। ଆଉ ମୁଁ
କି ନାହିଁ ତ ମୁଁ ବାହାରିଛି ଯିବା ଲାଗି। ଏ, ଦେଖୁଛି, ଚେଷ୍ଟା କରୁଛି, ଟିକେ ଆଡଜଷ୍ଟ ଯଦି ହେଇଗଲା ମୁଁ ନିଶ୍ଚିତ ଯାଇକି ସେଠି ପହଞ୍ଚିବି ହଉଛି କଥା। ଆଉ ବର୍ତ୍ତମାନ ପାଇଁ ଆମକୁ ବର୍ତ୍ତମାନ ପାଇଁ ଯୋଉ 7:30ରୁ 8ଟା ପ୍ରୋଗ୍ରାମ ସେଠି ମଧ୍ୟ ଆମକୁ ପଡିବ। ତୃତୀୟ କଥା, ଆମର ଯୋଉ ଗୁରୁକୁଳ ଶାଖା କୋଉ ଟାଇମରେ କିଏ ମାନେ ବସିପାରିବେ ସେମାନଙ୍କ ସହିତ ମୁଁ ଆଲୋଚନା କରି ଆପଣଙ୍କ ସହିତ ଆଲୋଚନା କରିକିରି ଆପଣଙ୍କ ସହିତ ଟିକେ ସାହାଯ୍ୟ ଲୋଡ଼ିବି, ଆପଣ ମତେ ସାହାଯ୍ୟ କରିବେ ବୋଲି ଆଶା କରୁଛି। ମୁଁ ଏତିକି କହି ରହୁଛି ସାର୍, ନମସ୍କାର। ଓଭର ଓକେ, ଟୁ ସତପତି ନମସ୍କାର। ସାର୍। ନମସ୍କାର, ବହୁତ ବଢିଆ। ସାହୁ ଭାଇ କୁଆଡେ ବାହାରକୁ ଯାଉଛନ୍ତି କି ନା ଆପଣ କିଛି କହିପାରିବେ? ଆପଣ ଅନମ୍ୟୁଟ କରିନାହାନ୍ତି, ଅନମ୍ୟୁଟ କରି କହିପାରିବେ। ହଁ, ଆଜି ତ ବହୁତ ମୁଁ ଟିକେ ଅଟକି ଗଲି ଯେ ବହୁତ ସୁନ୍ଦର ଯୋଉ ମ୍ୟାଜିକ ଆମର ମସଲା ମହାରାଜା ମିକ୍ସ ମସଲା ତାର ଯୋଉ ଭିଡିଓ ଦେଖେଇଲେ ରେସିପି ବହୁତ ସୁନ୍ଦର ହେଲା। ତେଣୁ ତାକୁ ବର୍ତ୍ତମାନ ଆମେ ଟିମରେ ପ୍ଲସ୍ ଗୁରୁକୁଳକୁ ଟିମରେ ବସେଇବା ନିହାତି ଦରକାର। ଏଇ ଯୋଉଟାକ ଖାଦ୍ୟ ସେ ପ୍ରସ୍ତୁତି କଲେ ପନିର ବହୁତ ବଢିଆ ହେଇଛି। ତେଣୁ ଆମେ ତାକୁ ପ୍ରମୋସନ କରିପାରିବା ଆମ ଟିମରେ, ଆଉ ଟିମର ଲୋକ ନୂଆ ଲୋକଙ୍କୁ ବି ପ୍ରମୋସନ କରିପାରିବା ଏଇ ଭିଡିଓ ମାଧ୍ୟମରେ। ଆମର ଯୋଉ ୟୁଟ୍ୟୁବରେ ଅଛି, ତାପରେ ଆମକୁ ଗ୍ରୋଥ ଉପରେ ଆଗେଇବାର ଅଛି। ଏଇ ଗୋଟିଏ ଗୋଟିଏ ପ୍ରଡକ୍ଟ ଆମକୁ କେତେ ସୁନ୍ଦର ଭାବରେ ବିଜନେସ ବଢେଇ ଦେଇ ପାରିବ। ଆଉ ତ ଯେହେତୁ ବାହାରେ ଅଛି ଆଉ ବିଶେଷ କହିବିନି, ମୁଁ ଏତିକିରେ ରହିଲି। ହବଠୁ ସତଦେବ। ବହୁତ ବଢିଆ କଥା। ଗୁରୁକୁଳକୁ ଇନଭାଇଟ କରନ୍ତୁ, ଗୁରୁକୁଳ ଶାଖା ବି କରନ୍ତୁ, ତାକି ଆପଣଙ୍କର ସଂଖ୍ୟା ବି ବଢି ବଢି ଚାଲିବ। ଓକେ, ପ୍ରବୀଣା ମ୍ୟାଡାମ ୱେଲକମ୍। ଆପଣ ଅନମ୍ୟୁଟ କରନ୍ତୁ ମ୍ୟାଡାମ। ସାର୍ ନମସ୍କାର। ନମସ୍କାର। ଆଜି କ୍ୟାମେରା ଅନ୍ ଅଛି, ଭଲ ଲାଗୁଛି। ହଁ। ଆଜ୍ଞା। ସାର୍ ଆଉ ଆଜି ମସଲାର ଆଡଭର୍ଟାଇଜ ସାର୍, ମସଲା ଆଣିକି ସାର୍ ଆମେ ଖାଇସାରିଲୁଣି। ଭାରି ଟେଷ୍ଟି ଥିଲା। କାଲି ଫୁଲକୋବି ଆଳୁର ମାନେ କଷା, ମାନେ ଝୋଳ ନାହିଁ, ଅଳ୍ପ ଗ୍ରୀନ ମଟର ଫୁଲକୋବି ଆଳୁ ନେଇକି ତରକାରୀ କରିଥିଲୁ, ବହୁତ ଟେଷ୍ଟି ହେଇଥିଲା, ବହୁତ ବଢିଆ। ଆଉ ଗରମ ମସଲା କିଛି କିଛି ଦେବାକୁ ପଡିଲାନି। ମୁଁ ଫାଷ୍ଟ ଚାଖିବା, ଯଦି ଦରକାର ପଡିବ ତ ଗରମ ମସଲା ଦେବା, ଦେଖିଲା କିନ୍ତୁ ଗରମ ମସଲା ବି ଏଥିରେ ଅଛି। ତା ଭିତରେ ବି ବହୁତ ବି ଟେଷ୍ଟ ଲାଗିଲା, ବହୁତ ଭଲ ଲାଗିଲା ମସଲାଟା। ଆଗରୁ ତ ଦିଟା ମସଲା ଥିଲା ଆମର, ଏଇ ଯୋଉ ଇଏ ମ୍ୟାଜିକ ମସଲା ଆଉ ଇଏ ମସଲା, ସେଇ ଜିନିଷ ସାଙ୍ଗରେ ଇଏ ତାଠୁ ଆହୁରି ଏଇଟା ଭଲ ଟେଷ୍ଟ ହେଇଛି। ମୁଁ ଏଇଟା ଦିଟା ଖଣ୍ଡେ ଆଣିଥିଲି, ମୁଁ ଆଗ ଗୋଟେ ଟେଷ୍ଟ କଲେ ତାପରେ ସମସ୍ତଙ୍କୁ କହିବି ଯେ କେମିତି ମସଲାଟା ହେଇଛି ବୋଲି। ବାହ, ବହୁତ ବଢିଆ। ଆକ୍ଚୁଆଲି ଗୋଟେ ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି ଗୋଟିଏ କଥା, ବହୁତ ବଡ କଥା। ସପୋଜ ଗୋଟେ ଆପଣ ମାନେ ଆପଣଙ୍କ ଲାଇଫରେ କେବେ କେବେ ଫିଲ୍ମ ହଲ୍ ଭିତରେ ବସିଥିବେ, ଆଉ ଫିଲ୍ମ ବହୁତ ବଢିଆ ଲାଗୁଥିବ, ସମସ୍ତେ ତାକୁ ଏନ୍ଜୟ କରୁଥିବେ, ତାଳି ମାରୁଥିବେ, ହଁ। କିନ୍ତୁ ସେ ହଲ୍ ଭିତରେ ଆମେ ଫିଲ୍ମର ଚର୍ଚ୍ଚା କରୁଥିବା, ଆରେ ଇଏ ଏମିତି କରିଦେଲା, ସେ ସେମିତି କରିଦେଲା, ଇଏ ଏମିତି ତାକୁ ମାରିଦେଲା, ଚର୍ଚ୍ଚା କରୁଥିବା। ତ ଯୋଉମାନେ ହଲ୍ ଭିତରେ ଅଛନ୍ତି, ତ ସେମାନେ ତ ଆମ କଥା ଶୁଣିବେନି, କିନ୍ତୁ ଶୁଣିବେ କୋଉଠି ନା ଆମେ ହଲ୍ରୁ ବାହାରକୁ ବାହାରେ ଆସିକି ଲୋକମାନେ ସମସ୍ତଙ୍କୁ ଯଦି ତୁମେ କହିବା, କହିଲେ ହଁ। ସେମାନେ ତ ଦେଖି ନାହାନ୍ତି ନା, ହଁ। କେମିତି ସେ ହବ? ତ ଆମେ ଗୁରୁକୁଳରେ ଯାହା ଦେଖିଲେ, ଆମେ ତାକୁ ଯଦି ଗୁରୁକୁଳ ଶାଖା ତିଆରି କରିକି ଲୋକଙ୍କୁ ଜଣେଇବା, ତାକି କଣ ହବ ନା, ହଁ। ଆ, ଆରେ ଗୁରୁକୁଳରେ ଏ କଥା ଏ ହଉଛି। ଆମର ଇଏ ମାନଙ୍କୁ ସମସ୍ତଙ୍କ ମାନଙ୍କୁ ମୁଁ ଏଇଟା ଆସିଲା, ଯୋଉମାନେ ଆସୁଛନ୍ତି ସେମାନେ, ଏଥିରୁ ମୁଁ 4ଟା ଖଣ୍ଡେ ଆଣିଥିଲି, ଫେର ଆଣିବି, ମଗେଇବି, ନେଇଗଲେଣି 3ଟାରୁ 4ଟା, 2ଟା ଚାଲିଗଲାଣି। ଏ ଭାଇ ଟେଷ୍ଟ କରିକି ଆମେ ବତେଇବୁ। ମୁଁ କହିଲି ତମେ ଟେଷ୍ଟ କରିକି ମତେ କୁହ, ତାପରେ ମୁଁ କହିବି ଯେ ଆମ ମସଲାଟା କେମିତି ହେଇଛି। ସେମାନେ ଟେଷ୍ଟ କରିକି କହିବି, କହିଛନ୍ତି, ନେଇଛନ୍ତି 2 ଦିନିଆ 2 ଜଣ। ଦେଖାଯାଉ କଣ ହଉଛି। ଓକେ, ଆପଣମାନଙ୍କ ଟିମରେ ବହୁତ ହଁ। ଦିନରୁ ଗୋଟେ ପ୍ଲାନିଂ ଅଛି, ସେ ପ୍ଲାନିଂ ଏପର୍ଯ୍ୟନ୍ତ ହେଇପାରନି। ହଁ। ଆପଣଙ୍କ ଅଫଲାଇନ ଆରତୀୟ ପାକ୍ କେବେ କଣ କରିବେ ମୁଁ ତ ଜାଣିନି, ଯେ ଗୋଟେ ଭଲ ଭଲ ଆମର କିଛି ସବୁ ତିଆରି କରିକି ଆମର ତାର କମ୍ପିଟିସନ ହବ। ଆମର ଆମର ସରପ୍ରାଇଜ ସବୁ ପ୍ଲାନିଂ ଗୁଡା, ହଁ, ପ୍ଲାନିଂ ଆଉ ଆମର ଅଫଲାଇନଙ୍କର ସବୁ ସରପ୍ରାଇଜ। ଓକେ, ଓକେ। ଦେଖାଯାଉ କେବେ କଣ ହଉଛି। କେବେ କରିବେ ମୁଁ ଭାବୁଛି ବୋଧେ ଜାନୁଆରୀ ଫାର୍ଷ୍ଟ ଫାର୍ଷ୍ଟ ହଁ। ଜାନୁଆରୀର ପ୍ରଥମ ରବିବାରରେ ବୋଧେ କରିବେ କି କଣ ମତେ ଲାଗୁଛି, ହଁ ଆଭାସ କହୁଥିଲେ ଆସୁଛି। ଆମେ। ହଁ। ତ ମାନେ ସବୁ ରେସିପି ସମସ୍ତେ କରି କରିକି ଆଣିବେ, ଆଉ ଆମେ ସବୁ ଟେଷ୍ଟ କରିବା, ତା ଦେହରେ ପୁଣି କିଏ ଫାର୍ଷ୍ଟ ହବ କିଏ ସେକେଣ୍ଡ ହବ ତାକୁ ପ୍ରାଇଜ ବି ଦବା, ବହୁତ ବଢିଆ ଲାଗିବ। ପ୍ରାଇଜ ଦିଆହବ, ଇଏ ମହାରାଜ ମସଲାର ବି ଆଡଭର୍ଟାଇଜ ବି ହବ। ଓକେ, ବହୁତ ବଢିଆ। ଥ୍ୟାଙ୍କ ୟୁ, ବହୁତ ହଁ। ବହୁତ ଧନ୍ୟବାଦ ଥ୍ୟାଙ୍କ ୟୁ ସାର୍। ମ୍ୟାଡାମ। ଓକେ, ଆରती ଅପା ଅନମ୍ୟୁଟ କରନ୍ତୁ। ଆଜ୍ଞା, କୁହନ୍ତୁ। ଜୟ ସିଂ। ଜୟ ସିଂ।
ମୁଁ ବହୁତ ଦୁଃଖିତ କାଲି। ନାଇଁ ଅପା ଆମେ ଏଇ ମ୍ୟାଟରରେ ନା କଥା ହବା। ମୁଁ କହୁଛି, ଓକେ। ମୁଁ ପ୍ରଥମେ ଗୁରୁଜୀଙ୍କର ମୂଳ ମନ୍ତ୍ର ହେଲା ଗୁରୁକୁଳକୁ ସମସ୍ତଙ୍କୁ ଡାକିବା। ଆଉ ମୁଁ କାଲି ଟିକେ ଅପସେଟ ହେଇଯାଇଥିଲି, ଆମର ତ ଜଣେ ମାନେ ଆସିମର ମେମ୍ବର ସିଏ ସୁଜାତା ପରିଡ଼ା, ତାଙ୍କ ହଜବେଣ୍ଡ ଚାଲିଗଲେ, ମୋ ଭାଇ ହବ ସେ, ସେଥିପାଇଁ ମୁଁ ଟିକେ ଦୁଃଖିତ ଥିଲି। ତାପରେ ଆଜି ବି ଟିକେ ରଣପୁର ଯିବା ପାଇଁ ପ୍ଲାନ୍ କରିଛୁ, ପ୍ରବୀଣା ମ୍ୟାଡାମ ମୁଁ ବି ଗୋଟେ ବଡ ପ୍ରୟାସ କରିଛୁ। ସେଥିପାଇଁ ମୁଁ ଟିକେ ଟିକେ ଉଠିଗଲି ମ୍ୟୁଟ କରିକିରି, ସାପଦେव ଆସିବା ପୂର୍ବରୁ ମୁଁ ଟିକେ ରୋଷେଇରେ ହାତ ମାରିଦଉଛି, ଏଠି ଟିକେ ହାତ ମାରୁଛି, ଆରେ ବାହ। କାହିଁକିନା ଫ୍ୟାମିଲି କି ପୁଣି ଦେଖିବାକୁ ହବ। ସକାଳୁ ବ୍ରେକଫାଷ୍ଟ ସବୁ ଖାଇବେ, ଏସବୁ ଦେଖିବାକୁ ହବ, ତାପରେ ରୋଷେଇ କିଛି କରିଦେଇକି ଯିବାକୁ ପଡିବ। ତେଣୁ ମୁଁ ଆଜି ଯେତିକି ବି ଶୁଣିଛି, ଆଉ ମହାରାଜା ମସଲା ଯୋଉ ଲଞ୍ଚିଂ ହେଲା ସେଇଟା ଆମେ ବହୁତ ଦିନରୁ ଆଣି ସାରିଲୁଣୁ। ଆଉ ମୁଁ ଆଳୁଦମରେ କରିଥିଲି, ବହୁତ ବଢିଆ ହେଇଥିଲା। ବାକି ଆଳୁ କଷା କରି ଆଳୁ ପରଟା ଦେଇକି କରିଥିଲି, ନାତିକି ବହୁତ ବଢିଆ ଲାଗିଲା। ଆଉ ମୁଁ ପଚାରିଲି, ଆରେ ଗୁଗୁ କେମିତି ଲାଗିଲା ଏଇ ନ୍ୟୁ ମସଲା? ଅପା ଏ କହିଲା, ଆଇ ଭେରି ନାଇସ୍, ଟେଷ୍ଟି ଟେଷ୍ଟି ଟେଷ୍ଟି। ଆଉ କଣ କହିବି, ମେନ୍ କଥା ହେଲା ଆମେ ଆଜି ଟିକେ ପ୍ରୟାସ କରୁଛୁ, ସେଥିପାଇଁ ଟିକେ ଆମେ ଟିକେ ଆଜି ବ୍ୟସ୍ତ ଅଛୁ। 10ଟା ବେଳକୁ ବାହାରିବୁ, ପ୍ରବୀଣା ମ୍ୟାଡାମକୁ HIG ଆଣିବି ବରମୁଣ୍ଡାରୁ, ତାପରେ ଆମେ ଯାଇକି ପହଞ୍ଚିକିରି ସେଠି ପ୍ଲାନ୍ ପ୍ରୋଗ୍ରାମ। ଆମେ ତ ପ୍ରୟାସ କରିବା କଥା ନା, ପ୍ରତ୍ୟେକ ଦିନ ଘର କାମ ସାଙ୍ଗରେ ସମସ୍ତଙ୍କୁ ଫଲୋ ଅପ୍ କରିବା କଥା, ଗୁରୁକୁଳକୁ ଡାକିବା କଥା। ଏଇଟା ଯଦି ଆମେ ନ କରିବା, ଆମେ ଆଗକୁ କେବେ ଆମର ଗ୍ରୋଥ କେବେ ହେଇପାରିବନି। ଖାଲି ଗ୍ରୋଥ ଗ୍ରୋଥ କହିଲେ କଣ ହବ? ଆଉ କଣ ନା ଆମେ ଗ୍ରୋଥ କରୁଛୁ, କଣ ଗ୍ରୋଥ କରୁଛ? ଟିମର ସମସ୍ତଙ୍କୁ ମୁଁ ଏଇଟା ଅନୁରୋଧ କରୁଛି, ମାନେ ଡେ 1 ଗ୍ରୋଥ କରିବା ଶିଖନ୍ତୁ। ମାନେ ଲୋକଙ୍କୁ କୁହନ୍ତୁ, ଗୁରୁକୁଳକୁ ଡାକନ୍ତୁ। ଆଜି କେମିତି କହିଲେ TCC କହିଲେ, ଯୋଉ 1000 ଜଣ ବସିଛନ୍ତି ତା ଭିତରେ ମୋ ମୁହଁ ଅଛି, ମୁଁ ସେଥିପାଇଁ ଠିକ ମାନେ ନିଜକୁ ମୁଁ ଗର୍ବିତ ମନେ କରୁଛି, ଏତିକି କହୁଛି। ବାହ, ବହୁତ ବଢିଆ। ସେଇଥିଲାଗି ତ ଆପଣ ମହିୟସୀ। ନାଇଁ ମୁଁ ମହିୟସୀ ନୁହଁ, ଏଇଟା କାହାର ପ୍ରଶଂସା କଲେ ସେ ବହୁତ ଖରାପ କଥା। ନାଇଁ ତାପରେ ନାଇଁ ଠିକ ଅଛି। ମୋ ସାଙ୍ଗେ ଓକେ, ତ ବହୁତ ବଢିଆ। ବହୁତ ଦୁଃଖ ନାଇଁ ହେଇଯାଇଛି ଆକ୍ଚୁଆଲି ନା। ଆକ୍ଚୁଆଲି ଆମେ ଆପଣ ଆଗକୁ ବି ବଢୁଛନ୍ତି, ଆଉ ଧୀରେ ଧୀରେ ଆଉଟ ଅଫ ଷ୍ଟେସନ କୁ ଆପଣଙ୍କର ସିଷ୍ଟମ କୁ ନେଇକି ଆପଣ ଯାଉଛନ୍ତି, ତ ଲେଡିଜ ଆମେ ବହୁତ ବହୁତ ସାଙ୍ଗ ହେଇକି ଧନ୍ୟବାଦ। ଯାଉଛୁ, ଦି ଜଣ ଆଉ ଦି ଜଣ ଆପଣଙ୍କ ଲେଡିଜ ଆମେ ସାଙ୍ଗ ହେଇଯାଉ, ଏତେ ହଁ ବାଟ। ବହୁତ ବଢିଆ କଥା। ହଁ, ଆଉ ବହୁତ ମାନେ ନାଇଁ ସେଇଠି ଗୋଟେ କଥା ଛାଡ଼ିଦେଲେ, ଦି ଜଣ ଲେଡିଜ ନୁହେଁ, ଦି ଜଣ ୟଙ୍ଗ ଲେଡିଜ ଯାଉଛନ୍ତି। ଓକେ। ଓକେ, ନାଇଁ ବହୁତ ବଢିଆ କଥା। ଧୀରେ ଧୀରେ ଆପଣଙ୍କଠୁ ସମସ୍ତେ ବି ଇନ୍ସପାୟାର ବି ହେବେ, ଆଗକୁ ବି ବଢିବେ। ଇଏ ବି ବହୁତ ବଡ ଇନ୍ସପାରେସନ ସମସ୍ତଙ୍କୁ ଆପଣ ଦଉଛନ୍ତି, ବହୁତ ବଢିଆ କଥା। ଆଉ ଆଜି ଫାର୍ଷ୍ଟ ଟାଇମ ପାଇଁ ଆପଣ ଏକା ଏକା ଯାଉଛନ୍ତି ଆଉଟ ଅଫ ଷ୍ଟେସନରେ, ଆପଣଙ୍କ ସିଷ୍ଟମକୁ ତିଆରି କରିବା ପାଇଁ, ଶୁରୁଆତ କରିବା ପାଇଁ। ତ ନିଜେ ଭଗବାନ। ନିଜେ ଶୁଣନ୍ତୁ, ନିଜେ ଚାଲି ଶିଖିବା ଦରକାର। ସମସ୍ତେ ସବୁବେଳେ ନିର୍ଭର ଜଣଙ୍କ ଉପରେ କରିବା ବହୁତ ଖରାପ କଥା, ମୁଁ ଏଇଟା କହୁଛି। ବାହ, ଆଉ ସିଏ ତ ବହୁତ ବଡ ଭଉଣୀ ମୋର ବୀଣା ବାପା, ଆଉ ବୀଣା ବାପା ମୁଁ ଯାଉଛୁ, ଆଉ ମିତା ସାନ ଭଉଣୀ, ସିଏ ବଡ ଭଉଣୀ, ଏ 1 2। ହଉ। ହଉ ବାପା, ଠିକ କଥା, ଆମେ ସମସ୍ତଙ୍କ କଥା ଶୁଣିବା। ଓକେ, ଥ୍ୟାଙ୍କ ହଁ ଶୁଣନ୍ତୁ, ୟୁ। ସୁକାନ୍ତ ବାବୁ କୁହନ୍ତୁ। ମୁଁ ଗପିଲେ ବହୁତ ଗପିବି, ହଉ ଛାଡ। ନାଇଁ ନାଇଁ ସାର୍ ଆପଣ ନମସ୍କାର ସାର୍। ସାର୍ ନମସ୍କାର ସାର୍, ଜୟ ଆରସିଏମ୍। ଜୟ ସାର୍ ଆସି ତ ଆଜି କୁହନ୍ତୁ। ବହୁତ ବଢିଆ, ଆଜି ପ୍ରିୟଙ୍କା ମ୍ୟାଡାମ ଆଜି କହିଲେ, ଆଜି ଆମର ମସଲା ତ ଥିଲା, ଆମର ମ୍ୟାଜିକ ମସଲା ଥିଲା, ସବଜି ମସଲା ଥିଲା, ତାପରେ ଆମର ତଡକା ମସଲା ଥିଲା, ଗରମ ମସଲା ଥିଲା, ତା ସହିତ ଯୋଉ ମିକ୍ସ ଭେଜ ଆମର ମହାରାଜାରେ ଆସିଗଲା, ସେ ବହୁତ ବଢିଆ। ମୁଁ ତ ଏବେ ପାଇନି, ସେଣ୍ଟର ଗଲେ ମୁଁ ନିଶ୍ଚିତ ଆଣିବି, ଆଉ ସେୟାର ବି ନିଶ୍ଚୟ କରିବି। ଆଉ ସବଜି ମସଲା ତ ମୁଁ ବହୁତ ସେୟାର କରେ, ଗୋଟେ ମାସରେ 30-40 ପ୍ୟାକେଟ ମୁଁ ସବଜି ମସଲା ସେୟାର କରେ, ଗରମ ମସଲା ସେୟାର କରେ। ବା। ଆଉ ତାପରେ ବର୍ତ୍ତମାନ ଯଦି ଆମର ମହାରାଜା ମସଲା ଆସିଲା, ନିଜେ ଟେଷ୍ଟ କରିବା ସହିତ ଅନ୍ୟମାନଙ୍କୁ ଟେଷ୍ଟ କରିବାର ମୁଁ ସୁଯୋଗ ଦେବି। ଆଉ ବହୁତ ବଢିଆ, ମୁଁ ଜାଣୁଛି ଜିନିଷଟା ବହୁତ ଆରସିଏମ୍ ପ୍ରଡକ୍ଟ ବାହାର କରିଛି, ମାନେ ନିଶ୍ଚିତ ପ୍ରଡକ୍ଟ ତାର ଦମଦାର ରହିବ। ଆଉ ଆଜି ହବନ ଗୋଟେ ଆଜି ଆମର ଲଞ୍ଚ କରା, ମ୍ୟାଡାମ ଦେଖଉଥିଲେ, ଆଜି ମୁଁ ଦେଖୁଥିଲି ଆମର ଲିଭରେ, ବହୁତ ବଢିଆ ଅଛି। ଆଉ ଧୀରେ ଧୀରେ ଆଗକୁ ବହୁତ ବଢିଆ ପ୍ରଡକ୍ଟ ଲଞ୍ଚ କରିବ। ଆଉ ଯୋଉ ପ୍ରଡକ୍ଟ ଆମେ ବର୍ତ୍ତମାନ ଧୀରେ ଧୀରେ ଯୋଉ ଲଞ୍ଚ କରୁଛୁ, ତାକୁ ଆମେ
टीम रे ताको शेयर करिया पड़िबो कारण टीम रे लोक भी देखुनांती यूट्यूब देखुनांती कि हमर ये देखुनांती तांको जणिया पड़िबो तांको भी शेयर करिया पड़िबो धीरे धीरे से जानले से अन्य मन को निजे यूज करे से अन्य मन कहि परिबे थैंक यू सर ତ ସେଥିପାଇଁ ଆମକୁ ଗୁରୁକୁଳ ଶାଖା କରିବାକୁ ଦରକାର ଯେ ଆମେ ଯୋଉଠି ଅଛେ ଫିଜିକାଲି ଗୁରୁକୁଳରେ ଯାହା ଆଲୋଚନା ହେଲା ତାର ଆମେ ଆଲୋଚନା କରିବା ଦରକାର ଗୁରୁକୁଳ ଶାଖା ମାଧ୍ୟମରେ ଗୁରୁକୁଳକୁ ଆମେ ଲେଖିବା ନୋଟ କରିବା କଣ କଣ ଡିସ୍କସନ ଆଜି ହେଲା ପଛେ 15 ମିନିଟ 20 ମିନିଟ ଅଧଘଣ୍ଟେ ପାଇଁ ବି ହଉ ଆମେ ଗୁରୁକୁଳ ଶାଖା ଆମେ କରିବା ନିହାତି ଆବଶ୍ୟକ ତ आज्ञा କଲେ सर କଣ ହବ ନା ଧୀରେ ଧୀରେ ସଂଖ୍ୟା ଆପଣଙ୍କର ବଢି ବଢି ଚାଲିବ ଓକେ आज्ञा सर ବହୁତ ବଢିଆ କଥା କେବଳ ଯେ ଏଇଠି ବସିଲେ ହବନି ଆମେ ଆମ ଲେବୁଲରେ ବି ଆମେ ଫିଜିକାଲି କରିବା ବହୁତ ସାରା ଲୋକ ପୁରା ଭାରତ ବର୍ଷରେ କରୁଛନ୍ତି ଓକେ ଥ୍ୟାଙ୍କ ୟୁ ନମିତା ମ୍ୟାଡାମ ୱେଲକମ୍ ସାର୍ ନମସ୍କାର। ଆଜ୍ଞା ନମସ୍କାର ସାର୍ ମୁଁ ଆଜି ପ୍ରିୟଙ୍କା ମ୍ୟାଡାମ ହଉଛି ଦେଖଉଥିଲେ ମହାରାଜା ମିକ୍ସ ମସଲା ମୁଁ ଦେଖୁଥିଲି ସେ ଯେମିତି କରୁଛନ୍ତି ସବୁ ଶିଖିଲି ଆଉ ମୁଁ ବି ନିଜେ ଘରକୁ ଆଣିଛି ମହାରାଜା ମିକ୍ସ ମସଲା ସେଇଟା ଗାର୍ଲିକ ପଡିଥିବାରୁ ମୁଁ କରିନି ଏପର୍ଯ୍ୟନ୍ତ ଯେତେବେଳେ କରିବି ଆପଣଙ୍କୁ ଜଣେଇବି ବଢିଆ ଲାଗୁଛି ଆଉ ମୋର ଟିମ୍ ଭିତରେ ମୋର ଭଉଣୀ ମାନଙ୍କୁ ଆଉ ଭାଇ ମାନଙ୍କୁ ସବୁ ସେୟାର କରିବି ତାକୁ ନେଇକିରି ମସଲା ହେଲା ସାର୍ ଆଉ ଓକେ କଣ କହିବି ଓକେ ବହୁତ ବଢିଆ କଥା କାରଣ ଗୁରୁକୁଳକୁ ଇନଭାଇଟ କରିବା ପାଇଁ ଗୁରୁକୁଳ ଶାଖା ବି ଆଉ ସେ ତିଆରି କହୁଛି ବି ଆଗକୁ ବହୁତ ଲୋକଙ୍କୁ କହିଲେଣି ମୋର ଟିମ୍ ମାନଙ୍କୁ କହିଲେଣି ଗୁରୁକୁଳ ଦେଖନ୍ତୁ ଦେଖିଲେ ମାନେ ଆଗ୍ରହ ଟା ବଢିବ ଆମର ଇମ୍ପ୍ରେସନ ଟା ବଢିବ ସେ ତଥାପି ଟିକେ ଇଏ ହଉଛନ୍ତି ତଥାପି ଉଠିବା ପାଇଁ ତାଙ୍କୁ ତ କଷ୍ଟ ଆଉ ସବୁ ଆଉ ଓକେ ଓକେ ଟାଇମକୁ ମ୍ୟାନେଜମେଣ୍ଟ କରିବା ତ ବହୁତ ଆଜ୍ଞା ବଡ ଆଜ୍ଞା କଥା ଆଉ ହଁ ଇତିହାସ ଆଗକୁ ଯାଆନ୍ତୁ। ମାନେ ଦିଟି କଥା ଯେ ଇତିହାସ ଆଉ ଆଳସ୍ୟ ମାନେ ପରସ୍ପର ବିପରୀତ ଯଦି ଆଳସ୍ୟକୁ ଆଜ୍ଞା ଛାଡିବା ତାହେଲେ ଇତିହାସ ରଚିବା ବହୁତ ବଡ କଥା ସାର୍ ଆମେ ବି ବସୁନଥିଲୁ ସେଇଟା ଆସ୍ତେ ଆପଣଙ୍କର କହିବା ଦ୍ଵାରା ଆମେ ଆସିକିରି ବସିକିରି ଯାହାହେଲେ ଗୋଟେ ପଦ ହଉ କି ଗୋଟେ ଲାଇନ ତ ଆମେ କିଛି କହିବାକୁ ଆପଣଙ୍କ ପାଖରେ ଆଗ୍ରହ ହଉଛି ସେଥିପାଇଁ ମୁଁ ସେମାନଙ୍କୁ ବି ଲଗଉଛି କିଛି ନାହିଁ ତମେ ଗୁରୁକୁଳରେ ବସ ଭଲ ମାନେ କେତେ ମାନେ ଭଲ ଲାଗିବ ଆମ ପରିବେଶ ଟା ସମସ୍ତେ ଫ୍ୟାମିଲି ଭଳିଆ ବସୁଛନ୍ତି ନା ହଉ ନାଇଁ, ସାର୍ ବହୁତ ବଢିଆ ମ୍ୟାଡାମ ଆକ୍ଚୁଆଲି ଦେଖନ୍ତୁ ଏଠି ଯାହା ବି କିଛି ଆରସିଏମ ରେ ହଉଛି ତ ଟିସିଜି କହୁଛନ୍ତି ଯେ ମୁଁ ବି କରୁନି କିଛି ଉପରବାଲାର ଇସାରାରେ ଆମେ ଏସବୁ କାର୍ଯ୍ୟକ୍ରମ ହଉଛି ଆଉ ଯଦି ସେ ପ୍ରକାରର ଗୋଟେ ସୁସ୍ଥ ବାତାବରଣ ତିଆରି କରିବା ପାଇଁ ପୁରା ଭାରତ ବର୍ଷରେ ଏ କାର୍ଯ୍ୟକ୍ରମ ହଉଛି ତ ସେଥିଲାଗି ଆମକୁ ସମସ୍ତଙ୍କୁ ଏ ଅଭିଯାନରେ ଇନଭଲ୍ଭ କରିବା ନିହାତି ଜରୁରୀ ଓକେ ଆଜ୍ଞା ଥ୍ୟାଙ୍କ ୟୁ କାର୍ତିକ ବାବୁ ୱେଲକମ୍ କାର୍ତିକ ବାବୁ ଆଜ୍ଞା ସାର୍ ନମସ୍କାର ଜୟ ସିଂ ଜୟ ଆରସିଏମ ସାର୍ କୁହନ୍ତୁ ସାର୍ ଯୋଉ ଯେତେ ଗୁଟେ ମସଲା ଅଛି ସେ ତ ସବୁ ମସଲା ତ ବହୁତ ଭଲ ପ୍ରଡକ୍ଟ ଆଉ ତା ସାଙ୍ଗରେ ଆମର ଏଇଟା ମିଶିଗଲା କଣ ଭାରତ ମସଲା ଯୋଉ ଆମର ମହାରାଜା ସରି ମହାରାଜା ମ୍ୟାଜିକ ଯୋଉ ଭେଜିଟେବୁଲ ଉପରେ ମିକ୍ସ ଭେଜିଟେବୁଲ ତ ସେଇଟା ବି ଆମେ ଯଦି ଟିମ ରେ ପ୍ରମୋଟ କରିବା ବହୁତ ଗ୍ରୋଥ କରିପାରିବ ତ ଏତିକି କହୁଛି ସାର୍ କାହିଁକିନା ମୁଁ ଟିକେ ବ୍ୟସ୍ତ ଅଛି ଟିକେ ଡିପୋ ଯିବା ଓକେ ବାହାରିଲାଣି ଥ୍ୟାଙ୍କ ୟୁ ବହୁତ ବହୁତ ଧନ୍ୟବାଦ ଆକ୍ଚୁଆଲି ଦେଖନ୍ତୁ ଗୁରୁକୁଳରେ ବସିଲେ ଠିକ କଥାଟା ମିଳିବ ଗୁରୁକୁଳରେ ଡିସ୍କସନ ହେଲା ମହାରାଜା ଏଠି କହିଲେଣି ଭାରତ କାରଣ ଯଦି ଡାଇରେକ୍ଟ ଆମେ ଗୁରୁକୁଳରେ ଲୋକକୁ ନାଇଁ ବସେଇଦବା ସାର୍ 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 ଏଟା ଭୁଲ ହେଇଗଲା ସରି ସରି ନାଇଁ ଡାଇରେକ୍ଟ ଗୁରୁକୁଳରେ ବସେଇ ଦେଲେ ତ ମହାରାଜା ହିଁ ମହାରାଜା ରହିବ ଓକେ ଠିକ ଠିକ ଅଛି ଓକେ ମିତାଞ୍ଜଳି ମ୍ୟାଡାମ ଆଜ୍ଞା ସାର୍ ଗୁରୁକୁଳରେ ବି ଥିଲି ସାର୍ ସେଇଟା ଭୁଲ ହେଇଗଲା ନାଇଁ ନାଇଁ ଲୋକଙ୍କୁ ବସେଇବା ଲୋକଙ୍କୁ ଗୁରୁକୁଳର ଶାଖା ଆମେ ପ୍ରତ୍ୟେକ ଦିନ ଯେତେବେଳେ ସୁବିଧା ହଉଛି ଲୋକଙ୍କୁ ଡାକିକି ଗୁରୁକୁଳରେ କଣ କଣ ଡିସ୍କସନ ହେଲା ତାକୁ ଯଦି ନୋଟ କରିକି ଧରିନିଅନ୍ତୁ ସନ୍ଧ୍ୟାବେଳେ ଆମେ ଅଧଘଣ୍ଟେ ଫ୍ରି ହଉଛେ ସେଠି ଗୋଟେ ଶାଖା ତିଆରି କରିବା ଯେ ଏଇଆ ଆଜି ଡିସ୍କସନ ହେଲା ତ ସେ ବିଷୟରେ ଆମେ ଯଦି ଲୋକଙ୍କୁ କହିବା ନା ଧୀରେ ଧୀରେ ଏଇ ଗୁରୁକୁଳର ସଂଖ୍ୟା ଆପଣଙ୍କର ଭର୍ତ୍ତି ହେଇଯିବ ଓକେ ଓକେ ମିତାଞ୍ଜଳି ମ୍ୟାଡାମ ୱେଲକମ୍ ମ୍ୟାଡାମ ଅନମ୍ୟୁଟ କରନ୍ତୁ ମ୍ୟାଡାମ ସାର୍ ନମସ୍କାର ଆଜ୍ଞା ନମସ୍କାର ସବଜି ମସଲା ତ ଆମେ ଖାଇଛୁ ଆଉ ଏଇ ମହାରାଜା ମସଲା ଟା କାରଣ ମୋର ଅଧେ ଦିନ ଓଷା ଆଜି ଟେଷ୍ଟ କରିବି ତାପରେ କହିବି ଆଉ
ଆଉ 6:30 ସାର୍ ମୋ ଯେତିକ ଟିମ ର ଅଛନ୍ତି ସେମାନେ ତାଙ୍କ ପିଲାଙ୍କୁ ସ୍କୁଲ ଛାଡୁଛନ୍ତି, ଏମିତି ହେଇକି ସେ ଦେଖି ପାରୁନାହାନ୍ତି। କହୁଛନ୍ତି ତ ୟୁଟ୍ୟୁବ ରେ ଯୋଉ ଦଉଛି ଦେଖୁଛୁ ବୋଲି, କଣ ଦେଖୁଛନ୍ତି ନାଇଁ ମୁଁ ବି ଆଉ ଜାଣିପାରୁନି ସାର୍। ଆଉ ଏ ଆଉ ଆକ୍ଚୁଆଲି ସାର୍ ଧ୍ୟାନ ବଳରେ ଯେମିତି ସବୁ କିଛି କରିପାରିବ, ଏଇ ଆମର ଗୁରୁକୁଳରେ ବସିଲେ ନିଶ୍ଚୟ ସାର୍ ମାଇଣ୍ଡ ସେଟଅପ୍ ହେଇକିରି କିଛି ଆଗକୁ କରିପାରିବ। କାଲି ମୁଁ ତ ଯିବି, କେତେ ଲୋକଙ୍କୁ କହିଛି, ଦେଖାଯାଉ ସେ କଣ ସେଠି ଆସି କଣ ଡେଭଲପ ହଉଛି। ପ୍ରଭୁଙ୍କ ଇଚ୍ଛା ଆଉ ନିଜର ମନୋବଳ ବି ଦରକାର ସାର୍। ନିଜେ ନ ଚାହିଁଲେ କିଛି କରିପାରିବନି। ଆପଣ ଯୋଉ ସବୁ କୁହନ୍ତି ଭଗବାନ, ଭଗବାନ ବି କରନ୍ତି, ଆମେ ତାଙ୍କ ସହିତ ସାଥ ଦେଲେ ପାଦଟା ଆଗକୁ ପକେଇବା ନା। ଆଉ ପ୍ରଭୁ କଣ ଚଲେଇବେ, ନିଜେ ବଳ ଦବା ଦରକାର। ହେଲିଅପା ଯେମିତି କାଲି ଆଜି ଯାଉଛି, ଆଉ ହେଲିଅପାର ବି ସପୋର୍ଟ ଚାଲିଛି ସମସ୍ତଙ୍କ ସହିତ। ଆଉ ଆପଣ ତ ଜାଣିଛନ୍ତି ମୋ ଗ୍ରୁପ କଥା, କଣ ସାର୍ ରଖୁଛି, ଜୟ ଆସି। ନାଇଁ ବହୁତ ବଢିଆ। ଆକ୍ଚୁଆଲି ଦେଖନ୍ତୁ, ଗୋଟେ ବହୁତ ଭଲ କଥା ଆପଣ କହିଲେ ଯେ ଗୁରୁକୁଳର ଶାଖା ଯଦି ଆମେ କରିବା, ତାହେଲେ ସାର୍ ଘରେ ଆମେ ଯେତେବେଳେ ଫ୍ରି ରହୁଛେ, ଧରିନିଅନ୍ତୁ ପ୍ରତ୍ୟେକ ଦିନ ଆମେ ସନ୍ଧ୍ୟା 7ଟା ବେଳେ ଆମେ ଅଧଘଣ୍ଟେ ଟାଇମ ଦେଇପାରିବା। ତ ପ୍ରତ୍ୟେକ ଦିନ ସାର୍ ଯଦି ଗୁରୁକୁଳର ଶାଖାଟି ଆମେ କରିବା, ତ ସେତେବେଳେ ସେଥିରେ କଣ ହବ ନା, ଗୁରୁକୁଳରେ କଣ ଆଲୋଚନା ହେଲା ତ ସେ ବିଷୟରେ ଡିସ୍କସନ କରିବା। ଡିସ୍କସନ କଲେ କଣ ହବ, ଆମେ ନୋଟ କରିଥିବା, ଆମ ମନେ ଥିବ, ଆମେ ସେ ବିଷୟରେ ଡିସ୍କସନ କରିବା। ଡିସ୍କସନ କଲେ କଣ ହବ ନା, ମଜା ଲାଗିବ କଣ କି ସମସ୍ତେ ଧୀରେ ଧୀରେ ଆସିବା ପାଇଁ ଟାଇମକୁ ସେଇ ଅନୁସାରେ ଆଡଜଷ୍ଟ କରିନେବେ। ତ ଦେଖନ୍ତୁ, ସାର୍ ସାର୍ ବହୁତ ସାରା ସାଥୀ ଆପଣ ଦେଖିଲେ ଆଜି ବି ଆପଣ ଭିଡିଓ, ଆଜ୍ଞା 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 ଆଜ୍ଞା। ମୋ ସେମାନେ ଝିଅ ଆଡେ ବା କହିଲା ରୋଷେଇ କହିଲା ରୋଷ ମୁଁ, ସାର୍ ମୋ ଝିଅ ଗଲାବେଳେ କହିଲା ମୁଁ ଯାଉଛି ପାଠ ପଢିବା ପାଇଁ, ତୁ ପାଠ ପଢ କହି ମୁଁ ଯେତେବେଳେ ଇଏ କଲି ମୋବାଇଲ ଅନ୍ କଲି, ମତେ କହିଦେଇକି ପଳେଇଲା। ନାଇଁ ଆକ୍ଚୁଆଲି ଆଉ ବହୁତ ସାରା ସାଥୀ ଆପଣ ଦେଖୁଥିବେ ତାଙ୍କ ଭିଡିଓ, ସେ ସିଆଡେ ରୋଷେଇ କରୁଥିବେ, ଆଡେ ବସିଥିବେ, ମାନେ ଗୁରୁକୁଳ ଦେଖୁଥିବେ। ତାଙ୍କ ହଁ ସାର୍ ଇଣ୍ଟରେଷ୍ଟ ଅଛି, ତାଙ୍କ କାନରେ ସବୁବେଳେ ପଡୁଛି, ନାଇଁ କି? ହେଲେ ସାର୍ କଣ ସାର୍ ହବ, ଆମେ ସେଇ କଥାଟା ଯୋଉଟା କାନରେ ଆମେ ଶୁଣିବା, ସେଇ କଥାଟା ଆମେ କରିବା ପାଇଁ ଇଚ୍ଛା ହବ। ସାର୍ ସାର୍ ତ ଇଏ ଗୋଟେ, ଆମେ ତ ସାର୍ କିଛି ଛୋଟ ମୋଟ ଅଭିଯାନରେ ନାହିଁ, ଆମେ ତ ବହୁତ ବଡ ଅଭିଯାନରେ ଅଛେ, ଯୋଉଥିରେ କି ପୁରା ଭାରତ ବର୍ଷକୁ ସୁସ୍ଥ କରିବାର ଯୋଉ ସଂକଳ୍ପ ଆମେ ନେଇଛେ, ତାକୁ ଆମେ ଆଗକୁ ବଢେଇବା। ଓକେ, ବହୁତ ବଢିଆ କଥା। ଆ, ମିନତି ମ୍ୟାଡାମ ଅନମ୍ୟୁଟ କରିପାରିବେ କି? ଅନମ୍ୟୁଟ ର ଗୋଟେ ଅପସନ ଆସୁଛି, ସେଇଟାକୁ ଖାଲି ଓକେ ମାରିବେ ତ ହେଇଯିବ। କି ତା ପୂର୍ବରୁ ମିଲନ ମ୍ୟାଡାମ, ମିଲନ ନନ୍ଦୀ ମ୍ୟାଡାମ, ସାର୍ ସେଇଟା ମିଳିନାହାନ୍ତି। ଆଚ୍ଛା ମିଲି, ହଁ ମିଲି ମ୍ୟାଡାମ, ମିଲି ମ୍ୟାଡାମ ଅନମ୍ୟୁଟ କରନ୍ତୁ। ଓକେ, ଗୁରୁକୁଳରେ କଣ ଆଜି ଆମର ଶିଖିଲେ, କଣ ଆମର ବିଚାର ଆଜ୍ଞା ହେଲା? ସାର୍ ନମସ୍କାର। ନମସ୍କାର, ନମସ୍କାର, କୁହନ୍ତୁ। ଆଜ୍ଞା ସାର୍ ନମସ୍କାର। ଆଜ୍ଞା। ଗୁରୁକୁଳରେ ମୁଁ ଭାଗ ନେଇକିରି ବହୁତ ଖୁସି ଲାଗୁଛି। ଆଉ ଆପଣଙ୍କୁ ମୋର ଗୋଟେ ପ୍ରଶ୍ନ ପଚାରୁଛି, ଯୋଉ RCM ର ଫୁଲ ଫର୍ମ ଟା କଣ? ଅଫଲାଇନ କହିନାହାନ୍ତି। RCM ର ମୁଁ ଫୁଲ ଫର୍ମ ହଉଛି, ବୁଝିପାରିଲିନି। ମୁଁ କହିଦଉଛି, ରାଇଟ୍ ଆଜ୍ଞା ରାଇଟ୍ କନସେପ୍ଟ ମାର୍କେଟିଂ। ଆଜ୍ଞା ରାଇଟ୍ କନସେପ୍ଟ ମାର୍କେଟିଂ, ରାଇଟ୍ ମିନ୍ସ ମାନେ ଠିକ ଉପାୟରେ ଆମେ ମାର୍କେଟିଂ କରିବା, ଯେ ରଙ୍ଗ କନସେପ୍ଟ ନୁହେଁ, ରାଇଟ୍ କନସେପ୍ଟ। ଆଜ୍ଞା। ଓକେ ଓକେ। ମୁଁ ଏବେ ଆଣିକିରି ଔଷଧ ମେଡିସିନ କିଛି ଆଣିକି ୟୁଜ କରୁଛି 2 ଦିନ ହେଲା। ଆଉ 2 ଦିନ ଖାଇବାର ବହୁତ ଭଲ ଉପଶମ ଲାଗୁଛି। ତାପରେ ଆମର ସେ କାର୍ତ୍ତିକ ଭାଇ କହୁଥିଲେ, ମୁଁ ତାଙ୍କ ଠାରୁ ବି କଥା ହଉଛି, ଆମର ସାହୁ ବାବୁଙ୍କ ସାଙ୍ଗରେ ବି କଥା ହଉଛି। ମୁଁ ବି କିଛି ଟ୍ରିମ୍ ଯୋଗାଡ଼ କରିବା ପାଇଁ ଚେଷ୍ଟା କରୁଛି। କାରଣ ଇଏ ଟ୍ରିମ୍ ଟା ମତେ ବହୁତ ଭଲ ଲାଗୁଛି, କିଛି ମୁଁ ଆଡଜଷ୍ଟ କରୁଛି ଏଥିରେ ମିଶେଇବା ପାଇଁକା। ଆଉ ଦେଖିକି ମୁଁ ଚେଷ୍ଟା କରିବି ଆଉ। ବହୁତ ବଢିଆ କଥା, ବହୁତ ବହୁତ ଧନ୍ୟବାଦ ଆକ୍ଚୁଆଲି ଆଜ୍ଞା ଆପଣଙ୍କୁ। ମୁଁ ତ ଆମର ସୀମା ମ୍ୟାଡାମକୁ ବହୁତ ବହୁତ ଧନ୍ୟବାଦ ଦବାକୁ ଚାହିଁବି, କାହିଁକି ନା ତାଙ୍କ ମାଧ୍ୟମରେ ଆଜି ନୂଆ ଜଣେ ସାଥୀ ଆମ ସାଙ୍ଗରେ ଇନଭଲ୍ଭ ହେଇପାରିଲେ, ମିଲି ମ୍ୟାଡାମ। ତ ସମସ୍ତଙ୍କୁ ମୁଁ ଅନୁରୋଧ କରିବି ଯେ ମ୍ୟାଡାମଙ୍କର ସବୁ ଜାଗାରେ ମିଟିଂ ରଖନ୍ତୁ, ତାକି ମ୍ୟାଡାମଙ୍କର ଏମିତି ବି ସିଡ୍ୟୁଲ୍ ତ ପୁରା ପ୍ୟାକ୍ ଅଛି, ତ ଯୋଉଠି ଯୋଉଠି ମିଟିଂ ରଖିବା ମ୍ୟାକ୍ସିମମ୍ ଲୋକଙ୍କୁ ଇନଭାଇଟ୍ କରିବା।
ଆଜ୍ଞା ମୁଁ କହିବା କଥା ଆଉ ଗୋଟେ ମ୍ୟାଡାମ ଆଉ ଗୋଟେ ଖାଲି ପରିବର୍ତ୍ତନ ଆମେ କରିବା। ଇଏ କୌଣସି ମେଡିସିନ ଆମ ପାଖରେ ନାହିଁ। ଆମେ ଆଜ୍ଞା କୌଣସି ମେଡିସିନ ଆମେ ଖାଉନେ। ଆମେ କଣ କରୁଛେ ନା ଆମେ ଯୋଉ ଫୁଡ ସପ୍ଲିମେଣ୍ଟ ନଉଛେ, ଫୁଡ ସପ୍ଲିମେଣ୍ଟ ମାନେ ଖାଦ୍ୟର ପରିପୂରକ। ଆମ ଆଜ୍ଞା ଆମ ଖାଇବା ଥାଳିରେ ଯାହା ଯାହା ନ ମିଳୁଛି, ଯୋଉ ଭିଟାମିନ ନ ମିଳୁଛି, ଯୋଉ ମିନେରାଲ ନ ମିଳୁଛି, ଯୋଉ ପ୍ରୋଟିନ ନ ମିଳୁଛି, ଯୋଉ ଫାଇବର ନ ମିଳୁଛି, ତ ସେଟା ମିଳୁନି। ସେଥିଲାଗି ଏକ୍ସଟ୍ରା ନ ନେଲେ ଆମ ଶରୀର ଅସୁସ୍ଥ ହେଇଯାଉଛି। ସେଟା ଆମ ଶରୀରକୁ ଦରକାର। ଯାହା ଦରକାର, ଧରନ୍ତୁ ଆମେ ପଖାଳ ଭାତ ଖାଉଛେ, ତା ଦେହରେ ଲୁଣ ଟିକେ ଦରକାର। ଆମେ ଯଦି ଲୁଣ ପକେଇବାନି ତାହେଲେ ଭଲ ଲାଗିବନି। ତ ନା ସେଥିଲାଗି ଆମକୁ ଏକ୍ସଟ୍ରା କିଛି ଦରକାର, ଯେ ଯୋଉଟା କି ଆଗରୁ ଥିଲା, କିନ୍ତୁ ଏବେ ଧୀରେ 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 ସେ ଉଭାନ ହେଇଗଲାଣି। ଆମ ଖାଇବା ଥାଳିରେ ଭିଟାମିନ ଆଉ ନାହିଁ, ମିନେରାଲ ନାହିଁ, ପ୍ରୋଟିନ ନାହିଁ, ଫାଇବର ନାହିଁ। ସେଥିଲାଗି ଆପଣ ଆମେ ଏକ୍ସଟ୍ରା ଖାଦ୍ୟ ଗୋଟେ ନଉଛେ। ସାର୍ ମୁଁ ଯାଉଥିଲି ପୁଅକୁ ଛାଡ଼ିବା ପାଇଁ, ମୁଁ ବି ଆକ୍ଚୁଆଲି ଜାଣିନଥିଲି, ପୁଅକୁ ଟିଉସନ ଛାଡ଼ିବା ପାଇଁ ଯାଇଥିଲି। ଆମର କାତିଆ ବି ବାଟରେ ଅଟକେଇଲେ, କହିଲେ ଆମର ମ୍ୟାଡାମ ଆସିଛନ୍ତି ପୁରୀରୁ, ସ୍ୱାସ୍ଥ୍ୟ ପାଇଁକା କିଛି କହୁଛନ୍ତି, ଆଉ ଟିକେ ଶୁଣିଯାଅ। ମୁଁ ଅବଶ୍ୟ ସେଠିକି ଯିବା ପରେ ସେଠୁ ମ୍ୟାଡାମ ନେଇକି ବହୁତ ଆଦର ସହିତ ପାଖରେ ବସେଇଲେ, ବହୁତ ଖୁସି ବି ଲାଗିଲା। ଆଦର ସହିତ ପାଖରେ ବସେଇ କିଛି ବୁଝେଇଲେ, ଯୋଉ ପ୍ରୋବ୍ଲେମଟା ଆମର ହଉଥିଲା ମ୍ୟାଡାମ ବି ଶୁଣିଲେ। ଆଉ ମତେ କିଛି ବି ତାର ପ୍ରତିକାର କରିବା ପାଇଁ କହିଛନ୍ତି। କି ପ୍ରୋଟିନ ପାଇଁ ମୋର ଟିକେ ପିଲାପିଲିଙ୍କ କାମ ଆଉ ଘରେ ବହୁତ ଏନଗେଜ ବି ରହୁଛି, 2 ଶାଶୁ ରହୁଛନ୍ତି, 3ଟି ପିଲା, ଯେହେତୁ ମୁଁ ଟିକେ ଟାଇମ ଦେଇପାରେନି ଖାଇବା ପାଇଁକା, ଖାଇବାଟା ମୋର ବହୁତ ପ୍ରୋବ୍ଲେମ ହୁଏ। ସେଠୁ ମ୍ୟାଡାମ ମତେ ବୁଝେଇଲେ, କହିଲେ ନାଇଁ ତୁମେ ଟିକେ ଟାଇମରେ ଖାଅ, ଗୋଟେ ପ୍ରୋଟିନ ପାଉଡର ନେଇ ତାକୁ ଗୁଡ ସହିତ ଟିକେ ମିଶେଇକିରି ସକାଳେ ଟିକେ ପିଅ। ଆଉ ସ୍ୱାସ୍ଥ୍ୟଟା ନିଜେ ତ ବଞ୍ଚିଲେ ନା ସମସ୍ତଙ୍କୁ ବଞ୍ଚେଇବ ନା। ସେଠୁ କହିବାରୁ ମୁଁ ସେଠି ମେଡିସିନଟା ଆଣିକି ୟୁଜ୍ କରିଛି, କିନ୍ତୁ ପ୍ରଡକ୍ସନ କିଛି ୟୁଜ୍ କରିନି। କାତିଆ ହିଁ କହୁଥିଲି, ମୁଁ କହିଲି ମୁଁ ଏକୁ ମାନେ ସାରି ସାରେ ଆଣିବି ଆଉ। ଓକେ, ଠିକ ଅଛି, ବହୁତ ବଢିଆ କଥା। ସାର୍ 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 ଆକ୍ଚୁଆଲି ଟିକେ ଆରସିଏମ ର ସାର୍ ଟିକେ ପ୍ରଡକ୍ଟ ଗୋଟେ ଛୋଟ ଯାହା, ଇନଫର୍ମେସନ। ଆଜ୍ଞା ଆଜ୍ଞା। ସାର୍ ସାର୍ ଏ ମ୍ୟାଡାମଙ୍କୁ ଆଜି କହିଦିଅନ୍ତୁ, ମିଲି ମ୍ୟାଡାମ ଆପଣ ଆଜିଠାରୁ ପ୍ରତିଜ୍ଞା କରିଦିଅନ୍ତୁ, ଏଇଟା କେବେ ମେଡିସିନ କହିବେନି, କାହିଁକିନା ସେଟା ହେଲ୍ଥ ସପ୍ଲିମେଣ୍ଟ, ଫୁଡ ସପ୍ଲିମେଣ୍ଟ, ମାନେ ଦେହକୁ ସୁସ୍ଥ ରଖିବା ପାଇଁ ଖାଦ୍ୟରୁ ତିଆରି, ଓକେ, ବୁଝିଲେ? ଠିକ ଆଚ୍ଛା ଅଛି, ଆଚ୍ଛା ଏଇଟା ବହୁତ ବଢିଆ। ଆଜିଠାରୁ ମେଡିସିନ କହିବେନି। ନାଇଁ, ବହୁତ ଆଜ୍ଞା ବଢିଆ କଥା। ଆକ୍ଚୁଆଲି ଦେଖନ୍ତୁ, ଲୋକମାନେ ସୁସ୍ଥ ହବା ପାଇଁ ବିଭିନ୍ନ ପ୍ରକାରର ମେଡିସିନ ଖାଉଛନ୍ତି, ଅଲଗା ଅଲଗା ଆଜ୍ଞା ମେଡିସିନ କିଏ ଖାଉଛନ୍ତି, କିନ୍ତୁ ଆମେ ସୁସ୍ଥ ହବା ପାଇଁ ଆମେ ଆହାରକୁ ପରିବର୍ତ୍ତନ କରୁଛେ, ତାକି ଆମେ ସୁସ୍ଥ ଆଜ୍ଞା ଆମେ ହେଇପାରିବା। ଓକେ, ଥ୍ୟାଙ୍କ ୟୁ। ଆମ ସାଙ୍ଗରେ ସାର୍ ଅଛନ୍ତି। ସାର୍ ୱେଲକମ୍ ସାର୍। ସାର୍ ବି ଅଛନ୍ତି, ଆର କେ ଚାନ୍ଦ ସାର୍, ଆମର ଗୁରୁ। ସାର୍ ଆସନ୍ତୁ ସାର୍। ନମସ୍କାର, ଗୁଡ ନମସ୍କାର। ମର୍ଣ୍ଣିଂ, ନମସ୍କାର ସାର୍। ଜୟ ଆରସିଏମ। ଜୟ ଆସନ୍। ଆଜିର ଆପଣମାନଙ୍କର ଆଲୋଚନା ଭିତରେ ଯାହା ମୁଁ ଟିକେ ଅନୁଭବ କରୁଛି, ଯଦି ଗୋଟେ ସଜେସନ, ସାଢେ ସାତଟା, ଏଇ ଯୋଉ ଆମର ଆରମ୍ଭ ହଉଛି 6:30ରୁ ଗୁରୁକୁଳ, ତାପରେ ଏଇ ଯୋଉ 7:30ରେ ଆମେ କରୁଛେ, ତ ଏକାଧିକ୍ରମେ ଯଦି ସମୟ ହଉନି ବସିବା ପାଇଁ, ତ ଯଦି ଗୁରୁକୁଳରେ ଆଟେଣ୍ଡ କରନ୍ତୁ, ଆମେ ମନେ କରନ୍ତୁ ସନ୍ଧ୍ୟା ବେଳକୁ 7ଟା ବେଳକୁ ଯୋଉ ସତପତିବାବୁ କହୁଛନ୍ତି, ଶାଖାକୁ ଯଦି ସନ୍ଧ୍ୟାବେଳେ 7ଟା ବେଳକୁ କରିବେ, ତେବେ କଣ ହବ, ଗୁରୁକୁଳରେ ତ ବସିବେ, ଆଉ ଯୋଉମାନେ ବସି ପାରୁନାହାନ୍ତି 6:30ରେ, ମିତାଞ୍ଜଳି ମ୍ୟାଡାମ ଯେମିତି କହିଲେ, ସେମାନେ ଦିନ ଭିତରେ କେତେବେଳେ ଭିଡିଓଟାକୁ ମଧ୍ୟ ଦେଖି ଦେଇପାରିବେ। ତ ସେସବୁ ନୋଟ୍ କରି 7ଟା ବେଳକୁ ଯଦି ଟାଇମ ଯଦି ହବ, ଯଦି କରିବେ, ତାହେଲେ ମୁଁ ଭାବୁଛି ବେଶୀ ଲୋକଙ୍କର ସମୟ ହବ। ସେଇଟା ଆପଣମାନେ ଚିନ୍ତା କରନ୍ତୁ। କାରଣ ଏକାଧିକ୍ରମେ 6:30ରେ ବସିବା ପାଇଁ ଯୋଉ ଲେଡିଜ ମାନଙ୍କର ବହୁତ କାମରେ ବ୍ୟସ୍ତ ରହୁଛନ୍ତି, ଆଉ ଅନ୍ୟମାନେ ଯୋଉ କାମରେ ବ୍ୟସ୍ତ ରହୁଛନ୍ତି, ଯୋଉମାନେ ଦେଖୁଛନ୍ତି ତ ଭଲ କଥା, ଯୋଉମାନେ ଦେଖି ପାରୁନାହାନ୍ତି ସେମାନେ ଦିନ ଭିତରେ କେତେବେଳେ ଦେଖିଦେବେ, ଆଉ ସେମାନେ 7ଟା ବେଳକୁ ସେ ବିଷୟରେ ଡିସ୍କସନ କରିବେ ଯେ ଆଜିର ଗୁରୁକୁଳରେ ଆମେ ଏଇସବୁ ଆଲୋଚନା ହେଇଥିଲା। ନିଜର ମତାମତ ଦେବେ। ମତାମତ ଦେଲା ବେଳକୁ ଟିକେ ମତାମତ ନିଜର ବଦଳାନ୍ତୁ। ଯୋଉ କଥାଟା ଆମେ ସମସ୍ତେ କହୁଛେ ଯେ ହଁ ଏଇ ପ୍ରଡକ୍ଟ ବିଷୟରେ ହଉ କି ଯୋଉ ବିଷୟରେ ହଉ ଗୋଟେ ଆଲୋଚନା ହେଇଛି, ସେଥିରେ ନିଜର କଣ କରୁଛେ, ଆମେ କରିବୁ କଣ ପ୍ଲାନିଂ କରୁଛୁ, ସେଇଆ ଉପରେ ଫୋକସ କରି ଯଦି କଥା କହିବେ 2-3 ମିନିଟ୍, 2 ମିନିଟ୍ ତ ଭଲ ହବ। ଆମେ ଯଦି ସମସ୍ତେ ସେଇ ପ୍ରଶଂସା କହିବା, ଆଜି ମହାରାଜା ମସଲା ବହୁତ ବଢିଆ ହେଇଥିଲା, ମହାରାଜା ବହୁତ ବଢିଆ ହେଇଥିଲା, ଯଦି ଆମେ ସମସ୍ତେ
ସେଇ କଥା ହିଁ କହିବା, ତାର ଲାଭଟା କଣ ହବ? ତ ମହାରାଜା ମସଲାରେ ଆମେ କଣ କଣ ଜିନିଷ ସେଥିରେ ଇନଗ୍ରେଡିଏଣ୍ଟ ଅଛି ସେଇଟା ଆମ ପାଇଁ କେତେ ଯୋଉ ଆଲୋଚନା ହେଇଛି ସେଇଟା କେତେ ଭଲ। ତାପରେ ଟିସିଜି ପୁରା ତାଙ୍କର କହିଛନ୍ତି, ପ୍ରିୟଙ୍କା ମ୍ୟାଡାମ ବି ସବୁ କହିଛନ୍ତି ଅନ୍ୟାନ୍ୟ ବିଷୟରେ। ସେ ଯେମିତି ଆମର 24 ତାରିଖରେ ଡିସେମ୍ବର 24ରେ ପ୍ରୋଗ୍ରାମ ସମସ୍ତଙ୍କୁ ଇନଭାଇଟ କରିଛନ୍ତି ଭିଲୱାଡା। 22 ସେଠି ଗୋଟେ 22 ଡିସେମ୍ବର ସାର୍। 22 ଡିସେମ୍ବର ସେଠି ଗୋଟେ ହବନ ହବ, ମାନେ ଯଜ୍ଞ ହବ। ହବନ କୋଇ ପ୍ରଡକ୍ଟ ନୁହେଁ ଯେ ଲଞ୍ଚ ହବ ବୋଲି କିଏ ଜଣେ କହିଲେ, ସେ ଗୋଟେ ହବନ ମାନେ ଗୋଟେ ଯଜ୍ଞ ହବ ସେଦିନ। ଆଧ୍ୟାତ୍ମିକ ଗୋଟେ ରୂପରେଖ ଦିଆଯିବ। ସେଇ ନେଇକି ପ୍ରିୟଙ୍କା ମ୍ୟାଡାମ କହିଲେ ଗୋଟେ ଯଜ୍ଞ ହବ ସେଦିନ। ତା ଛଡା ଟିସିଜି ବାର ବାର କରି କହିଲେ ଯେ ଗୁରୁକୁଳରେ ବସିବା ପାଇଁ ସମସ୍ତଙ୍କୁ ବାର ବାର ଫୋନ କରନ୍ତୁ, ଫୋନ କରନ୍ତୁ। ସିଏ ଆଉ ଜଣେ ବି କହିଲେ ଯେ ମୁଁ ସେ 5 ଜଣଙ୍କୁ ଫୋନ କରିବାକୁ କହିଲେ, କିନ୍ତୁ ସେ 5 ଜଣରୁ 50 ଜଣ କି 100 ଜଣଙ୍କୁ ମଧ୍ୟ ଫୋନ କରିଥିଲେ। ତ ଏଇଭଳି ଭାବେ କେମିତି ଗୁରୁକୁଳରେ ବସିବା ପାଇଁ ସମସ୍ତେ ପ୍ରମୋସନ କରନ୍ତୁ। ତ ଆପଣମାନେ ସେଇଭଳି କରନ୍ତୁ, ପ୍ରମୋସନ କରନ୍ତୁ। ମସଲା ଲଞ୍ଚ ହେଲା ଲେଡିଜ ମାନଙ୍କର, ମହିଳା ମାନଙ୍କ ପାଇଁ ଇଏ ସିଷ୍ଟମ ମହିଳା ମାନେ ହିଁ ବେଶୀ ଭଲ କରିପାରନ୍ତି, କାରଣ ଇଏ ସ୍ନେହ ଶ୍ରଦ୍ଧା ଭାଲୋବାସାରେ। ତ ଆରତୀ ମ୍ୟାଡାମ ସେଥିପାଇଁ ସେ ସଫଳ ହଉଛନ୍ତି, ଆହୁରି ସଫଳତା ପାଇବେ। ତାଙ୍କର ଆଜି ଯାଉଛନ୍ତି ରଣପୁର, ଯାଉଛନ୍ତି ରଣପୁରରେ ତ ବହୁତ ବଡ ଗୋଟେ ଟିମ୍ ଚାଲିଛି ଏଙ୍କର ଅନନ୍ତ ଜେନାଙ୍କର। ତ ସେଠି ମାହୋଲ ମଧ୍ୟ ଭଲ ହେଇଛି, ସେମିନାର ହେଇଥିଲା। ତ ସେଠି ମଧ୍ୟ ଆପଣମାନେ ବହୁତ ଭଲ ଭାବେ ରଣପୁରରେ କରିପାରିବେ। ଆଉ ରଣପୁରରେ ବି ଆମର ବି ପ୍ରୋଗ୍ରାମ ହଉଛି, ଜାନୁଆରୀ 1st ୱିକରେ ଆମର ବି ପ୍ରୋଗ୍ରାମ ଅଛି। ସେ ମ୍ୟାଡାମ ଯିବୁ, ଯଦି ଆରତୀ ମ୍ୟାଡାମ ସେଠି କିଛି ତିଆରି କରିଦେବେ 10-20 ଲୋକଙ୍କୁ, ତାହେଲେ ସେମାନଙ୍କ ସହିତ ଆମେ ଜାନୁଆରୀ ମାସ ମଧ୍ୟ ଭେଟ ହବୁ। ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ। ଆଉ ସତପତି ଓକେ, ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ। ନମସ୍କାର। ନମସ୍କାର। ଆଜି ତ ଅଲରେଡି ସମୟ ହେଇଯାଇଛି, ପୁଣି କାଲି ଆମେ ଦେଖା ହବା ଏଇ ସମୟରେ। ଜୟ ଆରସିଏମ। ଜୟ ଶ୍ରୀ ଜୟ ଶ୍ରୀ